ଆମର ଏନଡିପିଏସ୍ କେସ୍ ବା ଗଞ୍ଜେଇ କେସ୍ ବା ଡ୍ରଗ୍ସ କେସ୍ ଯାହା ବି ଆପଣ ବୁଝନ୍ତୁ, ତ ଏଇ କେସ୍ରେ ଆପଣ ବେଲ୍ କେମିତି ପାଇବେ, এই ভিডিওটিକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଏନଡିପିଏସ୍ କେସ୍ରେ ମୁଖ୍ୟତଃ ବେଲ୍ ମିଳିବାର ଗ୍ରାଉଣ୍ଡ ହେଉଛି ଆପଣଙ୍କର ଯେଉଁ ଆର୍ଟିକଲ୍ ସିଜ୍ ହେଇଛି ବା ଯଦି ଗଞ୍ଜେଇ ଆପଣ ସ୍ମଗଲିଂ କରୁଛନ୍ତି ବା ସେଲିଂ କରୁଛନ୍ତି ବା ଡ୍ରଗ୍ସ ଆପଣ ସେଲିଂ କରୁଛନ୍ତି, ତ ଏଇ ଆର୍ଟିକଲ୍ ଆପଣ କେତେ ପରିମାଣରେ ସିଜ୍ ହେଇଛି ତ ତା ଉପରେ ମଧ୍ୟ ଡିପେଣ୍ଡ କରେ ଆପଣଙ୍କର ବେଲ୍। ଆଜ୍ଞା ହଁ, ଯଦି ଆପଣଙ୍କର କମର୍ସିଆଲ କ୍ୱାଣ୍ଟିଟି ସିଜ୍ ହେଇଛି ତାହେଲେ ଆପଣଙ୍କୁ ବେଲ୍ ମିଳିବାର ପାଖାପାଖି 2-3 ବର୍ଷ ପରେ ଆପଣଙ୍କୁ ବେଲ୍ ମିଳେ। ଯଦି ଆପଣଙ୍କର ଯେଉଁ ଆର୍ଟିକଲ୍ ସିଜ୍ ହେଇଛି ସେ ସିଜ୍ ଆର୍ଟିକଲ୍ ମିଡ଼ିୟମ୍ କ୍ୱାଣ୍ଟିଟି ଆଉ ସ୍ମଲ୍ କ୍ୱାଣ୍ଟିଟି, ତାହେଲେ ସେଇ ଜାଗାରେ ଆପଣଙ୍କୁ ମଧ୍ୟ ବହୁତ ମାନେ ଜଲ୍ଦି ବେଲ୍ ମିଳିଯାଏ, କିନ୍ତୁ ଯାହା ବି ହେଲେ 2-3 ମାସ ପରେ ଲାଗେ। ଆଉ ମଧ୍ୟ ବେଲ୍ ମିଳିବାର ଗ୍ରାଉଣ୍ଡ ହେଉଛି ଆପଣଙ୍କର କଷ୍ଟଡି ଟାଇମ୍। ଆଜ୍ଞା ହଁ, ଯଦି ଆପଣ କଷ୍ଟଡି ଟାଇମ୍ ଯଦି କମ୍ ମାନେ ଅଧିକ ଅଛି, ଅଧିକ ସମୟ ପର୍ଯ୍ୟନ୍ତ ଜେଲ୍ରେ ରହିଲେଣି, ତ ସେ ସମୟରେ ମଧ୍ୟ ଜଜ୍ ଦେଖନ୍ତି ଯେ ଆପଣଙ୍କର ବେଲ୍ ମଧ୍ୟ ଗ୍ରାଣ୍ଟେଡ୍ କରିଦିଅନ୍ତି। ଏଇଟା ମଧ୍ୟ ଦେଖନ୍ତି ଆପଣ ଆଗରୁ ସେମ୍ ଅଫେନ୍ସରେ ଆଗରୁ କ୍ରାଇମ୍ କରିଛନ୍ତି କି ନାହିଁ ବା ଆପଣଙ୍କର କ୍ରିମିନାଲ ଆଣ୍ଟିସିଡେଣ୍ଟ ସିମିଲାର ଟାଇପ୍ ଅଛି କି ନାହିଁ, ଏଇଟା ମଧ୍ୟ ଜଜ୍ ଦେଖନ୍ତି ବେଲ୍ ଦେଲାବେଳେ। ଯଦି ଆପଣଙ୍କର କିଛି ବି ସିମିଲାର ଆଣ୍ଟିସିଡେଣ୍ଟ ନାହିଁ ବା ଆଗରୁ କୌଣସି ପ୍ରକାର ଏନଡିପିଏସ୍ କେସ୍ ଆପଣଙ୍କର ନାହିଁ, ତ ସେ ଜାଗାରେ ଆପଣଙ୍କୁ ଇଜିଲି ବା ବହୁତ ଜଲ୍ଦି ବେଲ୍ ମିଳିଯାଏ।